ରାଇକଲା ଅଞ୍ଚଳରେ 13 ଟିକିଆ ହାତୀପଲ। ଏହି ହାତୀପଲ ଦେଖି ଲୋକେ ଭୟଭୀତ। ଆଜି ସକାଳୁ ସକାଳୁ ଲୋକମାନେ ଜଙ୍ଗଲରେ ହାତୀ ରହିଥିବା ସୂଚନା ପାଇଥିଲେ। ଏହା ଦେଖିବା ନିମନ୍ତେ ଲୋକମାନଙ୍କର ଭିଡ଼ ଜମିଥିଲା। ଖବର ପାଇ ଖୁଦଗିରି ରେଞ୍ଜର ମାଣିକେଶ୍ୱରୀ ପଟ୍ଟନାୟକ ଏବଂ ଗାର୍ଡ ମନୋଜ କୁମାର ଘଟଣାସ୍ଥଳକୁ ପହଞ୍ଚିଥିବା ମଧ୍ୟ ସୂଚନା ରହିଛି। ସେମାନଙ୍କର ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ବାଇବାଲି ଅଞ୍ଚଳରୁ 22 ଟିକିଆ ହାତୀପଲ ସେମାନେ ପଳାଇ ଆସିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ 13 ଟିକିଆ ହାତୀପଲ ରାଇକଲା ଅଞ୍ଚଳକୁ ଆସିଥିବା ସୂଚନା ରହିଛି। ବାକି ଏପଟ ସେପଟ ସେମାନେ ହେଇଛନ୍ତି, କିନ୍ତୁ ରାଇକଲା ଅଞ୍ଚଳରେ 13 ଟକିଆ ହାତୀପଲ ରହିଥିବା ବେଳେ ଲୋକମାନେ ଭୟଭୀତ। ଏବଂ ଆପଣମାନେ ଛବି ଦେଖୁଛନ୍ତି ରେଞ୍ଜର ମାଣିକେଶ୍ୱରୀ ପଟ୍ଟନାୟକ ଏବଂ ଗାର୍ଡ ମନୋଜ ତଥା ଅନ୍ୟ କର୍ମୀମାନେ ଏବଂ ଗ୍ରାମବାସୀ ଘଟଣାସ୍ଥଳରୁ ପହଞ୍ଚି ଲୋକମାନଙ୍କ ସାହାଯ୍ୟ ସହଭାଗିତାରେ ସେମାନେ ହାତୀପଲମାନଙ୍କର ତଦାରଖ ବା ଗତିବିଧିକୁ ତୀକ୍ଷ୍ଣ ନଜର ରଖିଥିବା ସୂଚନା ରହିଛି। ଦର୍ଶକ ବନ୍ଧୁ, ଟିକିନିକି ଖବରର ଅଧିକ ଅପଡେଟ୍ ପାଇଁ ଟିକିନିକି ଖବରକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ।